କଳ୍ପାନ୍ତ କ୍ରୂର କେଳି କ୍ରତୁବଦନ କର କୁନ୍ଦ କର୍ପୂର କାନ୍ତି କ୍ରୀଡ଼ନଂ କୈଳାସ କୂଟେ କଳିତ କୁମୁଦିନେ କାମୁକ କାନ୍ତକାୟ କିଙ୍କାଳ କ୍ରୀଡ଼ାନୋତ୍କଳିତ କଳକଳ କାଳକଳି କଳତ୍ର କାକଳି କାଳକଣ୍ଠ କଳୟତୁ କୁଶଳମ୍ କୋପି କାପାଳି କୋନଃ। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣ ମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ବିଭିନ୍ନ ପ୍ରକାର ଏପିସୋଡ କରିଛେ। ୟା ପୂର୍ବରୁ ଆମେ ବହୁତ କଥା ଆଲୋଚନା କରିଛେ। ଆଜି ବହୁତ ଦର୍ଶକଙ୍କ ଅନୁରୋଧ କ୍ରମେ ମୁଁ ଆଜି ଗୋଟିଏ ଏପିସୋଡ ଆଡ଼କୁ ଯାଉଛି। ପାର୍ଟ 244 ଆଉ ଶୀର୍ଷକଟି ହେଉଛି ଜାତକରେ ରତ୍ନ ଧାରଣ। ବନ୍ଧୁଗଣ, ଆପଣ ଲକ୍ଷ୍ୟ କରିଥିବେ କେତେ ଲୋକ ଅଛନ୍ତି ବିଭିନ୍ନ ପ୍ରକାର ମୁଦିରେ ସବୁ ପିନ୍ଧିଛନ୍ତି ରତ୍ନ ପଥର। ଆପଣ ଦେଖିଥିବେ ବିଭିନ୍ନ ପ୍ରକାର ପଥର ପିନ୍ଧିଛନ୍ତି। କାହିଁକି ପିନ୍ଧିଛନ୍ତି, କଣ ପାଇଁ ପିନ୍ଧିଛନ୍ତି, କିଏ ଦେଇଛି ତାଙ୍କୁ, ଆମେ ସେ ବିଷୟରେ ଆଲୋଚନା କରିବା। ଯେ ରତ୍ନ ପଥରଟି କଣ ପାଇଁ ପିନ୍ଧନ୍ତି, ଆମେ ତାକୁ ପ୍ରଥମେ ଆଗ ଜାଣିବା ଆବଶ୍ୟକ। କାହିଁକି ନା ରତ୍ନ ପଥର ଗୋଟେ ଏଭଳି ଜିନିଷ ଯାହାକି ଆମର ଜୀବନକୁ ବହୁତ ପ୍ରଭାବିତ କରେ। ତାହେଲେ ଆମେ ଦେଖିବା କେଉଁ ଗ୍ରହ ପାଇଁ ଆମେ ରତ୍ନ ପିନ୍ଧି ପାରିବା। ବନ୍ଧୁଗଣ, ତାର ସୂତ୍ରଟି ଆପଣ ମନେ ରଖନ୍ତୁ। ପ୍ରଥମେ ହେଲା କାରକ ଗ୍ରହ ପାଇଁ ଆମେ ରତ୍ନଟି ପିନ୍ଧିବା। 1 ନମ୍ବର କଥା କହୁଛନ୍ତି ଯେ କାରକ ଗ୍ରହ ପାଇଁ ଆମେ ରତ୍ନଟି ପିନ୍ଧିବା। ତାହେଲେ ବନ୍ଧୁଗଣ, ଏଠି ଗୋଟେ କଥା ଉଠୁଛି ଯେ କାରକ ଗ୍ରହ କହିଲେ ଆମେ କଣ ବୁଝୁଛେ? କାରକ ଗ୍ରହ କହିଲେ ଆପଣଙ୍କ ଜାତକରେ ଯୋଉ 12ଟି ଘର ଅଛି, ମଝି ଘରଟିକି ଛାଡି ଦେଇକରି ଚାରିପଟେ 12ଟି ଘର ଅଛି। ସେଇ 12ଟି ଘର ଭିତରେ ଆମେ 9ଟି ଗ୍ରହଙ୍କୁ ଅବସ୍ଥାପିତ କରିଛେ। ତାହେଲେ 9ଟି ଗ୍ରହ ସମସ୍ତଙ୍କ ଜାତକରେ ଅଛନ୍ତି। ବନ୍ଧୁଗଣ, ତା ଭିତରେ ଗୋଟେ ଦେଖନ୍ତୁ, ଆପଣ ଗୋଟିଏ ଜାଗାରେ ଏଇ ଯୋଉ 12ଟି ଘର ଭିତରୁ ଗୋଟିଏ ଜାଗାରେ ଲ ଲେଖା ହେଇଥିବ କିମ୍ବା 1 ଲେଖା ହେଇଥିବ। ସେଇଠୁ ଆରମ୍ଭ। ତା ମାନେ ଯେଉଁ ଜାଗାଟିରେ ଲ ବୋଲି ଲେଖା ହେଇଛି ଆପଣ ଜାଣିବେ ସେଇଟା ହେଉଛି ଆପଣଙ୍କ ଜାତକର କେନ୍ଦ୍ରବିନ୍ଦୁ। ସେଟାକୁ ଲଗ୍ନ କୁହାଯାଏ। ସେଇଠୁ ସବୁ ଜିନିଷଟା ଅପରେଟ କରାଯାଏ। ବନ୍ଧୁଗଣ, ମନେ ରଖନ୍ତୁ। ତାହେଲେ ଲଗ୍ନ ଯାହା ହେଇଛି ଆପଣ ସେଇ ହିସାବରେ କାରକ ଆଉ ଅକାରକ ଗ୍ରହ ସ୍ଥିର କରିବେ। ବନ୍ଧୁଗଣ, ମନେ ରଖନ୍ତୁ 1, 5 ଆଉ 9 ଏଇ ଯୋଉ ସଂଖ୍ୟା ତିନୋଟି, ଅର୍ଥାତ୍ ଯଦି ଏଠି ଲଗ୍ନଟି ହେଇଛି ବୃଷ ଲଗ୍ନ, ତାହେଲେ ଏଇଟା ହେଲା 1। 5 ଗଣିବା 1 2 3 4 5 ଏଠି 9 ଏଇ ଜାଗାରେ। ଏଇ ତିନୋଟି ଜାଗାର ମାଲିକ ମୁଖ୍ୟତଃ କାରକ ଗ୍ରହ ହୁଅନ୍ତି। ମନେ ରଖନ୍ତୁ, ଏଇ ତିନୋଟି ଜାଗାର ମାଲିକ କାରକ ଗ୍ରହ ହୁଅନ୍ତି। ତା ବାଦରେ ଅନ୍ୟ କେନ୍ଦ୍ର ମାନଙ୍କରେ ମଧ୍ୟ କାରକ ଗ୍ରହ ବି ହେଇପାରିବେ, କିନ୍ତୁ ଏଇ ତିନୋଟି କମ୍ପଲସରି ବୋଲି ଆପଣ ମନେ ରଖନ୍ତୁ। ତାହେଲେ କାରକ ଗ୍ରହ ଆପଣ ଚିହ୍ନିବା ପାଇଁ ମୋର 11 ନମ୍ବର ଏପିସୋଡରୁ 22 ନମ୍ବର ଏପିସୋଡ ପର୍ଯ୍ୟନ୍ତ ମୁଁ କାରକ ଅକାରକ ସମଗ୍ରହ ବିଷୟରେ ବୁଝେଇଛି। ଆପଣ ତାକୁ ଯଦି କାରକ ଅକାରକ ନ ଜାଣି ପାରୁଛନ୍ତି ତାହେଲେ ଆପଣ 11ରୁ 22 ପର୍ଯ୍ୟନ୍ତ ଏପିସୋଡଟି ଦେଖନ୍ତୁ। କି ଆପଣଙ୍କର ଯୋଉ ଲଗ୍ନଟି ଆପଣ ସେଇ ଲଗ୍ନର ଦେଖନ୍ତୁ। ଯଦି ଆପଣଙ୍କର ମେଷ ଲଗ୍ନ 11 ନମ୍ବରଟି ଦେଖନ୍ତୁ, ବୃଷ ଲଗ୍ନ 12 ନମ୍ବରଟି ଦେଖନ୍ତୁ, ଯଦି ମୀନ ଲଗ୍ନ 22 ନମ୍ବରଟି ଦେଖନ୍ତୁ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆପଣ ମାନଙ୍କ ସୁବିଧା ପାଇଁ ମୁଁ ହେଇ ଲେଖି ଦେଇଛି ଏଠି କିଏ କିଏ କାରକ ଗ୍ରହ ବୋଲି। ବନ୍ଧୁଗଣ ଦେଖନ୍ତୁ, ମେଷରେ ରବି,
ଚନ୍ଦ୍ର ମଙ୍ଗଳ ବୃହସ୍ପତି। ଦେଖନ୍ତୁ ବନ୍ଧୁଗଣ, ଏଇଟା ହେଲା ମେଷ ଲଗ୍ନ ମନେକର, ଏଇଟା ମେଷ ଘର। ତାହେଲେ ମେଷ ଘରର ମାଲିକ ହେଲେ ମଙ୍ଗଳ, ସିଏ ହେଲେ ପ୍ରଥମ। ତାପରେ ପଞ୍ଚମ ଘର, ହେଇ ପଞ୍ଚମ ଘରଟି ଏଇ ଘର ହବ। ଏଇଟା ଯଦି ଲଗ୍ନ ହୁଏ ତାହେଲେ ଏଇଟା ପଞ୍ଚମ ଘର ହବ। ଏ ଘରର ମାଲିକ କିଏ? ରବି। ଏଇ ଚତୁର୍ଥ ଘରର ମାଲିକ କିଏ? ଚନ୍ଦ୍ର। ନବମ ଘରର ମାଲିକ କିଏ? ଏଇଟା ନବମ ଘର ହବ। ଯଦି ଏଇଟା ଲଗ୍ନ ହୁଏ ଏଇଟା ନବମ ଘର ହବ। ନବମ ଘର ମାଲିକ ବୃହସ୍ପତି। ତାହେଲେ ଦେଖନ୍ତୁ ବନ୍ଧୁଗଣ, ଏଠି 4ଟି ଗ୍ରହ କାରକ ଗ୍ରହ ହେଇଗଲେ। ତାପରେ ସେମିତି ବୃଷ ଲଗ୍ନ ପାଇଁ ବୁଧ, ଶୁକ୍ର, ଶନି, ଏଇ 3ଟି ହେଲେ କାରକ ଗ୍ରହ। ରାହୁ କେତୁ ଯୋଉ ଅଛନ୍ତି, ସେ ରାହୁ କେତୁଙ୍କ ବିଷୟରେ ମୁଁ କହିବାକୁ ଚାହୁଁଛି, ଶୁଣନ୍ତୁ। ବୃଷ ଆମର ଦେଖନ୍ତୁ, ବୁଧ, ଶୁକ୍ର ଆଉ ଶନି, ଏଇ 3ଟି ଲଗ୍ନରେ, ଏଇ 3ଟି ଗ୍ରହଙ୍କର ଲଗ୍ନରେ, ଉଦାହରଣ ବୁଧଙ୍କର ହେଲା କୋଉଟା ନା, ବୁଧଙ୍କର ହଉଛି ମିଥୁନ ଆଉ କନ୍ୟା, ଶୁକ୍ରଙ୍କର ବୃଷ ତୁଳା, ଶନିଙ୍କର ମକର କୁମ୍ଭ। ଏଇ 6ଟି ଲଗ୍ନରେ ରାହୁ କେତୁ ଯୋଗକାରକ ହେଇଯାଆନ୍ତି। କିନ୍ତୁ ଆମେ ତାଙ୍କୁ କାରକ ଗ୍ରହ ବୋଲି କହିବା ନାହିଁ। ସେ କାହିଁକିନା କାରକ ଅକାରକ ଲିଷ୍ଟରେ ସେମାନେ ନାହାନ୍ତି। କେବଳ ରତ୍ନ ପିନ୍ଧିବା କଥାଟି ଯେତେବେଳେ ଉଠୁଛି, ଆପଣ ଏଇ 6ଟି ଲଗ୍ନରେ ଆପଣ ରତ୍ନ ପଥରଟି ପିନ୍ଧି ପାରିବେ ରାହୁ କେତୁଙ୍କ ପାଇଁ। ଆଉ ଯୋଉ ବାକି ଲଗ୍ନ ରହିଲା ସେଥିରେ ଆପଣ ପିନ୍ଧି ପାରିବେ ନାହିଁ। ଆଚ୍ଛା, ସେମିତି ମିଥୁନ ଲଗ୍ନରେ ବି ସେଇ ସମାନ। କର୍କଟ ଲଗ୍ନରେ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି। ଦେଖନ୍ତୁ, ଏଇଟା ହେଲା କର୍କଟ ଘର। କର୍କଟ ଲଗ୍ନରେ ଚନ୍ଦ୍ର, 5 ନମ୍ବର ଘର ମଙ୍ଗଳ, 9 ନମ୍ବର ଘର ବୃହସ୍ପତି। ତେଣୁ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି। ସିଂହରେ ରବି, ମଙ୍ଗଳ, ବୃହସ୍ପତି। ଏଠି ଚନ୍ଦ୍ର ଆସିବେନି, କାରଣ ସିଂହ ଲଗ୍ନରେ ଚନ୍ଦ୍ର ଦ୍ୱାଦଶ ଘରର ମାଲିକ ହେଇଯିବେ। କନ୍ୟା ଲଗ୍ନରେ ବୁଧ, ଶୁକ୍ର, ଶନି, ଏ 3ଟି ହେଲେ କାରକ ଗ୍ରହ। ତାଙ୍କ ସାଙ୍ଗରେ ରାହୁ କେତୁ, ଆଙ୍କ ପାଇଁ ଆପଣ ରତ୍ନ ଗ୍ରହଣ କରିପାରିବେ। ତୁଳାରେ ସେମିତି ବୁଧ, ଶୁକ୍ର, ଶନି ଆଉ ରାହୁ କେତୁଙ୍କ ପାଇଁ ମଧ୍ୟ ରତ୍ନ ଧାରଣ କରିପାରିବେ। ବିଛା ପାଇଁ ରବି, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, এই 4ଟି ଗ୍ରହ ପାଇଁ ଆପଣ ରତ୍ନ ବ୍ୟବହାର କରିପାରିବେ। ଧନୁ ଲଗ୍ନ ପାଇଁ ରବି, ମଙ୍ଗଳ, ବୃହସ୍ପତି, ଆଙ୍କ ପାଇଁ ରତ୍ନ ଧାରଣ କରିପାରିବେ। ବୃହସ୍ପତିଙ୍କ ମକର ଲଗ୍ନ ପାଇଁ ବୁଧ, ଶୁକ୍ର, ଶନି କାରକ ଗ୍ରହ, ତାଙ୍କ ସାଙ୍ଗରେ ରାହୁ କେତୁଙ୍କର ବି ଆପଣ ୟୁଜ କରିପାରିବେ। କୁମ୍ଭ ଲଗ୍ନରେ ବି ସେଇଆ। ଆଉ ମୀନ ଲଗ୍ନରେ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଇଏ ହେଲେ କାରକ ଗ୍ରହ ଗୁଡିଏ। ବନ୍ଧୁଗଣ, ତାହେଲେ ଆପଣଙ୍କ जानकारी ପାଇଁ ମୁଁ ଜଣେଇଦେଲି ଯେ ଆପଣଙ୍କର ଯୋଉ ଲଗ୍ନଟି ଆପଣ ଦେଖନ୍ତୁ, ସେଇ ଲଗ୍ନ ପାଇଁ କୋଉ କୋଉ ଗ୍ରହ ପାଇଁ ଆପଣ ରତ୍ନଟି ପିନ୍ଧି ପାରିବେ ତାର ତାଲିକାଟି ଏଠି ମୁଁ ଦେଇଛି। ବନ୍ଧୁଗଣ, ତାପରେ ଆମେ ଦେଖିବା ଯେ ଆମେ ରତ୍ନ ପଥର କାହିଁକି ଧାରଣ କରୁଛେ। ଦେଖନ୍ତୁ ବନ୍ଧୁଗଣ, ରତ୍ନ ପଥରଟି ଆମେ କଣ ପାଇଁ ଧାରଣ କରୁଛେ, ଠିକ ଅଛି। ଆଗ ବୁଝିବା। ଦେଖନ୍ତୁ, ମନେକର ଏଇ ଜାତକଟିର ଉଦାହରଣଟିଏ ନେବା। ଏଇ ଜାତକଟିର ଉଦାହରଣ ନେଇକରି ମୁଁ ବୁଝେଇଦେବି। ତା ପୂର୍ବରୁ ଗୋଟିଏ କଥା କହୁଛି, ଦେଖନ୍ତୁ ଆପଣ ରତ୍ନ ପଥରଟି କାହିଁକି ପିନ୍ଧିବେ। ଆଚ୍ଛା, ଯେଉଁ ଗୁଡ଼ିକ ଆପଣଙ୍କର କାରକ ଗ୍ରହ ଗୁଡ଼ିକ, ମନେକର ଏଇଠି ହେଇଛି ବୃଷ ଲଗ୍ନ, ବୃଷ ଲଗ୍ନରେ ହେଲେ ବୁଧ, ଶୁକ୍ର, ଶନି, ଇଏ ହେଲେ କାରକ ଗ୍ରହ, ଆଉ ତାଙ୍କ ସାଙ୍ଗରେ ମଧ୍ୟ ରାହୁ କେତୁ। ତାହେଲେ ଆମେ କଣ କରିବା ନା, ଏଇ ମାନେ ଯଦି ଏ ଜାତକଟିରେ ଦୁର୍ବଳ ଅଛନ୍ତି, କାହିଁକି, ସେ ତ ଉପକାରୀ ଗ୍ରହ ଗୁଡ଼ିଏ, ସେ ତ ଆପଣଙ୍କ ଜାତକର ଉପକାର କରିବା ପାଇଁ ବସିଛନ୍ତି, କିନ୍ତୁ ତାଙ୍କର ଶକ୍ତି ନାହିଁ। ମନେକର ସେ ଅଛନ୍ତି 0 ରୁ 5 ଡିଗ୍ରୀ ଅଛନ୍ତି, କି 25 ଡିଗ୍ରୀରୁ 30 ଡିଗ୍ରୀ ଭିତରେ ଅଛନ୍ତି। ଆପଣ ଚାହୁଁଛନ୍ତି ସେ ଯେତିକି ରେଜଲ୍ଟ ଦବା କଥା ଆପଣଙ୍କୁ ସେତିକି ମିଳୁନାହିଁ। ତାହେଲେ ଆପଣ ସେଇ କ୍ଷେତ୍ରରେ ତାଙ୍କର ରତ୍ନଟି ଆପଣ ଯଦି ଧାରଣ କରିବେ, ତାହେଲେ ଆପଣ ନିଶ୍ଚିତ ଭାବରେ ସେ ଗ୍ରହ ବଳବାନ ହେଇଯିବେ। ସେ ବଳବାନ ହେଇଗଲେ ଆପଣଙ୍କୁ ସେ ଯେତିକି ଶକ୍ତି ଦବା କଥା ସେ ନିଶ୍ଚୟ ଦେଇପାରିବେ। ଆଉ ଯଦି 0 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ଅଛନ୍ତି, ତାହେଲେ ସେ ବାଲ୍ୟ ଅବସ୍ଥାରେ ଅଛନ୍ତି ବା ମୃତ ଅବସ୍ଥାରେ ଅଛନ୍ତି, ସେ ଦେଇପାରିବେ ନାହିଁ ଫଳଟିଏ, ତାଙ୍କର ସେତିକି ଶକ୍ତି ନାହିଁ। କିନ୍ତୁ ବନ୍ଧୁଗଣ, ମନେ ରଖିବେ,
ଅକାରକ ଗ୍ରହ ପାଇଁ କେବେ ହେଲେ ରତ୍ନ ବ୍ୟବହାର କରିବେ ନାହିଁ। ଅକାରକ ଗ୍ରହ ଅର୍ଥ ମନେକର ମେଷ ଲଗ୍ନ ହେଇଛି, ଅକାରକ ଗ୍ରହ କାରକ ଗ୍ରହ ହେଲେ ରବି ଚନ୍ଦ୍ର ମଙ୍ଗଳ ବୃହସ୍ପତି, ତାହେଲେ ଅକାରକ ଗ୍ରହ ଗୁଡିକ ହେଲେ ବୁଧ ଶୁକ୍ର। ମନେ ରଖନ୍ତୁ, ବୁଧ ଶୁକ୍ର ଆଉ ସମ ଗ୍ରହ ହେଲେ ଶନି। ତେଣୁ ବୁଧ ଶୁକ୍ରଙ୍କ ପାଇଁ ଆପଣ କେବେ ହେଲେ ବି ମେଷ ଲଗ୍ନରେ ଆପଣ ବ୍ୟବହାର କରିବେ ନାହିଁ। କାହିଁକି କରିବେ ନାହିଁ? ତା କାରଣ ହେଉଛି, ମନେକର ଆପଣଙ୍କର ଗୋଟିଏ ମିତ୍ର ଅଛି, ସେ ମିତ୍ରଟି କୌଣସି ପ୍ରକାର ଦୁର୍ବଳ ହେଇଗଲେ, ଆର୍ଥିକ ସ୍ଥିତି ତାଙ୍କର ଦୋହଲି ଗଲା, ତାହେଲେ ଆପଣ କଣ କରିବେ? ଆପଣ କଣ କରିପାରିବେ? ସେତେବେଳେ ଯଦି ଆର୍ଥିକ ସ୍ଥିତି ଦୋହଲି ଯାଇଛି, ଆପଣ ତାଙ୍କୁ ଆପଣଙ୍କର ନିଜ ଇଚ୍ଛା ଅନୁସାରେ ଶକ୍ତି ଅନୁସାରେ ଆପଣ ସାହାଯ୍ୟ କରିକିରି ତାକୁ ଉପରକୁ ନବା ପାଇଁ ଚେଷ୍ଟା କରିବେ। କିନ୍ତୁ ଯଦି ଆପଣଙ୍କର ଗୋଟେ ଶତ୍ରୁ ଦୁର୍ବଳ ହେଇଯାଇଛି, ଆପଣ ଯଦି ତାକୁ ସାହାଯ୍ୟ ସହଯୋଗ କରିକିରି ତାକୁ ଉପରକୁ ଆହୁରି ଉଠଉଛନ୍ତି, ତାହେଲେ ସିଏ ଯେତେବେଳେ ତାର ଅବସ୍ଥା ଟିକେ ସ୍ୱଚ୍ଛଳ ହେଇଯିବ, ସିଏ ଆଗ ଆପଣଙ୍କ ବିରୁଦ୍ଧରେ ହିଁ ଲାଗିବ। ତେଣୁ ସେଥିପାଇଁ ବନ୍ଧୁଗଣ, କାରକ ଗ୍ରହ ପାଇଁ ରତ୍ନ ଧାରଣ କରାଯାଏ, ଆଉ ଅକାରକ ଗ୍ରହ ପାଇଁ ରତ୍ନ ଧାରଣଟି କରାଯାଏ ନାହିଁ। ଏ ପ୍ରଥମ ସୂତ୍ରଟି ମନେ ରଖିବେ। ଆଉ ଦ୍ୱିତୀୟ ନମ୍ବର କଥା ହେଉଛି, ସେ କାରକ ଗ୍ରହ ହେଇଥିବେ କିନ୍ତୁ ସେ କୁଣ୍ଡଳୀରେ 6, 8, 12 ଆଉ ନିଚରେ ନଥିବେ। ବନ୍ଧୁଗଣ ଦେଖନ୍ତୁ, 6 ନମ୍ବର ଘର, 8 ନମ୍ବର ଘର, 12 ନମ୍ବର ଘର। କାହିଁକିନା 6 ନମ୍ବର ଘରଟି ହେଉଛି ଡାକ୍ତରଖାନାର ଘର, 6 ନମ୍ବର ଘର ହେଲା ରୋଗର ଘର, ଆଉ ଋଣର ଘର, ଆଉ ଶତ୍ରୁର ଘର। ଆପଣ ଯଦି 6 ନମ୍ବର ଘରେ ସେ ଗ୍ରହ ଅଛନ୍ତି, ସେ 6 ନମ୍ବର ଘରରେ ଯୋଉ ଫଳ ଦବା କଥାଟି ସେ ନିଶ୍ଚୟ ଦେବେ। ତେଣୁ ସିଏ ଯଦି ଆପଣ ତାଙ୍କୁ ରତ୍ନ ପିନ୍ଧେଇକିରି ଆହୁରି ମଜବୁତ କରିଦେବେ, ତାହେଲେ ଆପଣଙ୍କର ଋଣ ବଢିଯିବ, ସ୍ୱାସ୍ଥ୍ୟାବସ୍ଥା ବି ଖରାପ ହେଇଯିବ, ଆପଣ ଡାକ୍ତରଖାନାକୁ ବି ଦୌଡ଼ିବେ, କୋର୍ଟ କଚେରୀକି ବି ଦୌଡ଼ିବେ। ତାହେଲେ ଏଇ ଯୋଉ ଜିନିଷ ଗୁଡିକ ସବୁ ହେବ, ତେଣୁ ଆକୁ କୌଣସି ଲୋକ ଚାହାନ୍ତି ନାହିଁ ଏଭଳି ଜିନିଷ ହବା ପାଇଁ। ତେଣୁ ସେଥିପାଇଁ ଯଦି 6 ନମ୍ବର, 8 ନମ୍ବର, 12 ନମ୍ବର, ଯାହାକୁ ଜାତକରେ ତ୍ରିକ୍ ସ୍ଥାନ ବୋଲି କୁହାଯାଏ, ଦୁସ୍ଥାନ ବୋଲି କୁହାଯାଏ, ସେଇ ଜାଗା ମାନଙ୍କରେ ନଥିବେ, ଆଉ ନିଚ ଜାଗାଟିରେ ନଥିବେ। ଏତିକି ହଉଛି କଥାଟିଏ। ବନ୍ଧୁଗଣ ମନେ ରଖିବେ, ରତ୍ନ ପିନ୍ଧିବା ପାଇଁ ଯଦି ଇଚ୍ଛାଟିଏ, ଏକରେ ଆପଣ ଦେଖିବେ ସେ କାରକ ଗ୍ରହ ହେଇଥିବେ, ଆଉ ସେ କେତେ ଡିଗ୍ରୀରେ ଅଛନ୍ତି। ମନେକର 10 ରୁ ତଳକୁ, ସିଆଡେ 20 ରୁ ବେଶୀ, ତାହେଲେ ଆପଣ ତାଙ୍କ ପାଇଁ ରତ୍ନ ଧାରଣଟି କରିପାରିବେ। ଆଉ ରତ୍ନ ଧାରଣ କରିବା ପୂର୍ବରୁ ଆପଣ ଦେଖିବେ ଯେ ସେ ଗ୍ରହ 6, 8, 12 ଆଉ ନିଚରେ ଯେମିତି ନଥିବେ। ଏତିକି ହଉଛି କଣ୍ଡିସନଟି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆମେ ଯୋଉ 9 ଗ୍ରହ ପାଇଁ, 9ଟି ଗ୍ରହ ପାଇଁ ଆମେ କି ରତ୍ନ ଧାରଣ କରିପାରିବା, ମୁଁ ତାର ଲିଷ୍ଟ କରିଦେଇଛି। ଦେଖନ୍ତୁ, ରବିଙ୍କ ପାଇଁ ଆପଣ ମାଣିକ୍ୟ ବ୍ୟବହାର କରିପାରିବେ। ମାଣିକ୍ୟ, ଯାହାକୁ ଆମକୁ ରୁବି ବୋଲି କୁହାଯାଏ, ମନେ ରଖନ୍ତୁ, ସେଇ ମାଣିକ୍ୟଟି ଆପଣ ବ୍ୟବହାର କରିପାରିବେ। ଆଉ କୋଉ ଆଙ୍ଗୁଠିରେ ପିନ୍ଧିବେ? ଅନାମିକା ଆଙ୍ଗୁଠିରେ ପିନ୍ଧିବେ, ରିଙ୍ଗ ଫିଙ୍ଗରରେ ଅନାମିକା ଆଙ୍ଗୁଠିରେ ପିନ୍ଧିବେ। ଆଉ ସେଟା ସୁନାରେ ତିଆରି ହେଇଥିବ ବା ପଞ୍ଚଧାତୁରେ ତିଆରି ହେଇଥିବ। ରବି କଣ? ରବି ହଉଛନ୍ତି ଆମର ମାନ, ସମ୍ମାନ, ପ୍ରତିଷ୍ଠା, ଯଶ, କୀର୍ତ୍ତି, ସରକାରୀ ଚାକିରି, ଇଏ ବଡ ବଡ ଜିନିଷର ଯେତେବେଳେ କାରକ, ସିଏ ଯଦି ଦୁର୍ବଳ ହଉଛନ୍ତି ଜାତକରେ, ତାହେଲେ ଆମେ ରତ୍ନ ପିନ୍ଧି କରି ତାଙ୍କର ପାୱାରକୁ ଆମକୁ ନିଶ୍ଚିତ ଭାବରେ ବଢେଇବାକୁ ପଡିବ। ଆଉ ଚନ୍ଦ୍ର ହଉଛନ୍ତି ମନର ପ୍ରତୀକ, ମାତାର ପ୍ରତୀକ, ଜଳର ପ୍ରତୀକ। ତାହେଲେ ଆମର ଯଦି ମାତାଙ୍କ ସାଙ୍ଗରେ ସମ୍ପର୍କ ଭଲ ରହୁନାହିଁ, ତାପରେ ଯଦି ଆମର ମନ ସବୁବେଳେ କଷ୍ଟ ରହୁଛି, ମନ ସବୁବେଳେ ଆମେ ଚିନ୍ତାଶୀଳ ରହୁଛେ, ତାହେଲେ ଆମେ ଜାଣୁଛେ ଯେ ଚନ୍ଦ୍ର ଗ୍ରହ ଆମର ଖରାପ ଅଛନ୍ତି, ପାୱାରଲେସ୍ ଅଛନ୍ତି। ତେଣୁ ଆମେ ତାଙ୍କୁ କଣ କରିବା? ରତ୍ନ ପିନ୍ଧେଇ କରି ପାୱାରଫୁଲ କରିବା। ତେଣୁ ସେଥିପାଇଁ ତାଙ୍କ ପାଇଁ ଆମେ ମୋତି, ବା ଯାହାକୁ ପର୍ଲ ବୋଲି କୁହାଯାଏ, ସେଇ ମୋତି ଆପଣ ପିନ୍ଧି ପାରିବେ। କାଣି ଆଙ୍ଗୁଠିରେ, ଲାଷ୍ଟ ଆଙ୍ଗୁଠିରେ ପିନ୍ଧିବେ, ଚାନ୍ଦି ଧାତୁରେ ତିଆରି ହେଇଥିବ। ଆଉ ମଙ୍ଗଳଙ୍କ ପାଇଁ, ମଙ୍ଗଳ ହଉଛନ୍ତି ଆମର ସାହସ, ପରାକ୍ରମ, ପାୱାରର ପ୍ରତୀକ ହଉଛନ୍ତି ମଙ୍ଗଳ। ତେଣୁ ମଙ୍ଗଳ
जदि दुर्बल अछंती आपणक जातक पाई कारक ग्रहटीए हेकरी 6, 8, 12 रे नाहंती ताले तांको पाई आपण कोराल बा प्रबालटीए आपण पिंधि पारिबे। अनामिका अंगुठी रे पिंधिबे। सुना आ पंच धातु रे आपण पिंधि पारिबे। सुना रे पिंधि पारंती नले पंच धातु रे पिंधि पारंती। आ बुध बुध होचंदी बुद्धिर प्रतीक, व्यवसायर प्रतीक, मैथमेटिक्स रो कारक, फिजिक्स रो कारक, कैलकुलेशन रो कारक। तेणु बुध गोटे मुख्य भूमिका ग्रहण करती। तेणु से आम बुध जदि दुर्बल अच्छा जातक आम पाना व्यवहार कर एमराल्ड बोली कह जाए। पाना आम व्यवहार कर कनिष्ठ आंगुठी पिंधिबा चांदी धातु रे। आउ देवगुरु बृहस्पति जे कि ज्ञान आ धर्मर प्रतीक, ज्ञानर प्रतीक मुख्यतः। तेणु से तो सर्वसुखदाता सी। तेणु से बृहस्पति जदि दुर्बल अछंती तांको पई आमे पोखराज बा ताको आमे कहंती येलो साफेयर बोली जाको कहा जाए बा पुष्कराज बोली कहा जाए। सेही तर्जनी आंगुठी रे पिंधिबे। तर्जनी माने बीसी आंगुठी, बीसी आंगुठी रे पिंधिबे। सुना धातु रे हेतिबो। आ शुक्र आपणकर शुक्र होउछंती सबु प्रकार सौभाग्य, सबु प्रकार ता माने जिनिस पत्र जेते प्रकार आपणकर व्यवहार आपण करूछंती सुख समृद्धिर कारक होउछंती शुक्र। तेणु शुक्र ग्रह जदि आपण जातक दुर्बल अच्छा कारक ग्रह होकरी आपण डायमंड पिंधि पारिबे, हीरा बा ओपल पिंधि पारिबे, मध्यम आंगुठी रे पिंधिबे, चांदी धातु रे पिंधिबे। आउ शनि जे कि पावरफुल ग्रह शनि, शनि जदि आपण जातक कारक ग्रह होकरी खराब स्थिति रे अछंती, तांकर डिग्री वाइज से भल नाहंती। तेणु तांको पाए आपण कौन करि पारिबे, नीलम पिंधि पारिबे जाको ब्लू साफेयर बोली कहा जाए। मध्यम आंगुठी रे पिंधिबे, लुहा धातु किंबा पंच धातु रे आपण पिंधि पारिबे। आ राहु केतु ये दीटी स्वतंत्र ग्रह। तेणु आंको पाए आपण ज्योतिर्विदींकर परामर्श नै करी राहु केतुंकर रत्नटी धारण करा जाए। राहुंको पाए गोमेद ताकू सेमती मध्यम आंगुठी रे पिंधा जाए पंच धातु रे। केतुंको पाई कियाटाए आ से मध्यम आंगुठी रे पिंधा जाए पंच धातु रे पिंधा जाए। बंधुगण एठी गोटे छोटिया कथा आपन को सूचई दउची देखंतु। शनिंकर रत्न जदि आपण व्यवहार करूछंती ताले राहु केतुंकर रत्न व्यवहार करिवे नाही। ता माने होची आपण शनिंकर पिंधिचंती फेर राहुंकर पिंधिचंती। ता माने होची आपण आपणको आंगुठी रे आंगुठी माध्यम रे आपण ता माने गोटे श्रापित जोग सृष्टि करूछंती। तेणु आपण केबे हेले शनिंकर रत्न सहित राहु केतुंकर रत्नटी पिंधिबे नाही। बंधुगण ये जो कुंडलीटी मु नेइछि देखंतु, उदाहरण स्वरूप आपन को बुझेई देबाकू चाहे। ई जातकटी रे देखंतु वृष लग्न हिचंती, लग्नटी होउछंती वृष। आ वृष लग्न रे वृष लग्न अर्थ देखंतु मु लिखि देइछि एठी कारक ग्रह किए ना बुध शुक्र शनि। आउ रत्न पथर राहु केतुंको पाई मध्य पिंधि हब। ताले वृष लग्न रे जो कारक ग्रह अछंती शनि आउ बुध आउ शुक्र, ए तीनोटी ग्रह पाई आमे एठी परीक्षा करिबा जे एठी रत्न पिंधि हब कि नाही। देखिबा एक रे लग्नर मालिक शुक्र को देखिबा। देखंतु बंधुगण शुक्र 28 डिग्री हेचंती, ता माने बेसी डिग्री हे जाइछंती। आउ 2 डिग्री गले से आर घर को पळेई जिवे। तेणु शुक्र जते बेले एठी कमजोरी अछंती आउ से तांकर द्वितीय नियम हिसाब रे से कोउठी अछंती ना से अछंती भाग्य घरटी मित्र राशि रे अछंती। आपण तांको पाए रत्नटीए पिंधेई पारिबे। की रत्न पिंधेबे ना शुक्रंक पाए होउची डायमंड बा ओपल, ताको आपण पिंधेई पारिबे। अच्छा द्वितीय कथा हला बुध। बुध 26 डिग्री रे अछंती। बुध 26 डिग्री रे अछंती माने रत्न पिंधिबा पई योग्यता माने। किंतु द्वितीय कंडीशन कोन कहूची देखिबा, से 6, 8, 12 रे अछंती कि नाहंती, एकादश घरे अछंती। अच्छा नीचरे अछंती कि हां अछंती। तेणु नीचरे अछंती माने बुधंक पई आमे पिंधि पारिबा नाही। अच्छा तापरे शनिंक पई देखिबा जे शनिंक पई जदि आमे पिंधिबा, शनि केते डिग्री रे अछंती, शनि 0 डिग्री रे अछंती। तेणु शनिंक पई पिंधिबा निहाती जरूरी। अच्छा द्वितीय कंडीशन पारी होउची कि नै देखिबा, से 6, 8, 12 रे अछंती कि से नवम रे अछंती, ता माने नाहंती 6, 8, 12 रे।
ନିଚରେ ଅଛନ୍ତି କି ନିଚରେ ନାହାନ୍ତି, ତାଙ୍କ ନିଜ ଘରୁଟିରେ ଅଛନ୍ତି ଭାଗ୍ୟ ଘରେ। ତେଣୁ ଆପଣ ଶନିଙ୍କ ପାଇଁ ବି ରତ୍ନ ପିନ୍ଧି ପାରିବେ। ଦେଖନ୍ତୁ, ଶୁକ୍ରଙ୍କ ପାଇଁ ପିନ୍ଧିଲେ, ଶନିଙ୍କ ପାଇଁ ପିନ୍ଧିଲେ, ବୁଧଙ୍କ ପାଇଁ ପିନ୍ଧି ପାରିବେ ନାହିଁ, କାହିଁକିନା ବୁଧ ନିଚରେ ଅଛନ୍ତି। ଆଉ ରାହୁ କେତୁଙ୍କ କଥା ଦେଖିବା। ରାହୁ କେତୁ 20 ଡିଗ୍ରୀରେ ଅଛନ୍ତି। 20 ଡିଗ୍ରୀ କିଛି ବି କମ ଡିଗ୍ରୀ ନୁହଁ। ଆଉ ଯଦି ପିନ୍ଧିବେ ତାହେଲେ ଆପଣ ଶନିଙ୍କର ରତ୍ନ ପିନ୍ଧିବେ ନାହିଁ। ତେଣୁ ରାହୁଙ୍କର ଏଠି ଆବଶ୍ୟକତା ନାହିଁ। ଶନିକି ଆମେ ମଜବୁତ କଲେ ଆମର ଭାଗ୍ୟ ତେଜ ହେବ। ଭାଗ୍ୟଟି ଯୋଉ ମନ୍ଥର ଗତିରେ ଗମନ କରୁଛି ସେ ତେଜ ହେଇଯିବ ଭାଗ୍ୟ। ତେଣୁ ଶନିଙ୍କ ପାଇଁ, ଶୁକ୍ରଙ୍କ ପାଇଁ ଏ ଜାତକରେ ରତ୍ନପଥରଟି ପିନ୍ଧି ହେବ। କିନ୍ତୁ ଏ ଜାତକଟିରେ ଆଉ ଗୋଟିଏ କଥା ଅଛି, ଜାତକରେ କାଳସର୍ପ ଯୋଗଟିଏ ଅଛି। ତେଣୁ କାଳସର୍ପ ଯୋଗର ପ୍ରତିକାର କରିସାରିଲା ପରେ ରତ୍ନପଥର ଯାଇକି ଧାରଣ କରିବେ। ଆଉ ଗୋଟିଏ କଥା ବନ୍ଧୁଗଣ ଦେଖନ୍ତୁ, ଚତୁର୍ଥ ଘରର ମାଲିକ ହେଉଛନ୍ତି ରବି। ତେଣୁ ରବି ଯେତେବେଳେ ରହିଛନ୍ତି ଚତୁର୍ଥ ଘରର ମାଲିକ, ତେଣୁ ରବିଙ୍କ ପାଇଁ ମଧ୍ୟ ଏ ଜାତକରେ ରତ୍ନ ଧାରଣ କରିହବ। କିନ୍ତୁ ଏଇ ଜାତକରେ ଦେଖିବା ରବି କୋଉଠି ଅଛନ୍ତି ନା ରବି ଏକାଦଶରେ ଅଛନ୍ତି। ଠିକ ଅଛି, 6, 8, 12ରେ ନାହାନ୍ତି। ଦ୍ୱିତୀୟ କଥା, ନିଚରେ ଅଛନ୍ତି କି ନିଚରେ ବି ନାହାନ୍ତି। ତାହେଲେ ଆଚ୍ଛା କେତେ ଡିଗ୍ରୀରେ ଅଛନ୍ତି ନା 15 ଡିଗ୍ରୀରେ ଅଛନ୍ତି। ରବି 15 ଡିଗ୍ରୀ ମାନେ ଯୁବା ଅବସ୍ଥା ଫୁଲ ପାୱାରରେ ଅଛନ୍ତି। ତେଣୁ ତାଙ୍କୁ ଆଉ ରତ୍ନପଥର ପିନ୍ଧେଇ କରି ଆଉ ମଜବୁତ କରିବାର ଆବଶ୍ୟକତା ନାହିଁ। ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବୁଝି ସାରିଲେଣି। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ ରହିଲି ବନ୍ଧୁଗଣ, ଜୟ ଜଗନ୍ନାଥ।